ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ସ୍ୱାଗତ କରୁଛୁ ମୋର ଏକ ନୂଆ ଭିଡ଼ିଓକୁ। ଆଉ ଆଜି ଆମେ ଯାଉଛୁ ଛତୁ ବେଡ଼ ପକାଇବା ପାଇଁ। ତ ଦୁଇଟା ଆମେ ପକାଇ ସାରିଲି। ଆଉ ଏବେ ଯାଉଛି ଆଉ ଗୋଟେ ଆପଣମାନଙ୍କୁ ଦେଖାଉଛି କେମିତି କ'ଣ ପଡ଼ୁଛି ବେଡ଼। ସର୍ବପ୍ରଥମେ ଆପଣମାନଙ୍କୁ ମଞ୍ଜିକି ଏଇଭଳି ଭାବରେ ଭାଙ୍ଗିକି ତା ଦେହରେ ବେସନ ନହେଲେ ଯାହା ବି ଅଛି ଡାଲି ଜାତୀୟ ଖାଦ୍ୟ ତା ଦେହରେ ମିଶାଇ ଦେବେ। ମିଶାଇକି ରଖିଦେବେ। ମିଶାଇ ରଖିଲା ପରେ ଆପଣଙ୍କୁ ଏଇଭଳି ଭାବରେ ଛଣ ଗୋଟେ ରାତି ବତୁରାଇବାକୁ ପଡ଼ିବ। ଗୋଟେ ରାତି ବତୁରାଇକି ତା ଦିନ ସକାଳୁ ଛାଣିକି 2 ଘଣ୍ଟା ଶୁଖେଇବେ। ଶୁଖିଲା ପରେ ଆପଣମାନଙ୍କୁ ଏଠି ରଖିବାର ଅଛି ସାଇଜ୍ କରିକି। ତ ଚାଲନ୍ତୁ ଦେଖାଉଛି କେମିତି କ'ଣ ରଖିବେ। ଆପଣଙ୍କୁ ଏଇଭଳି ଭାବରେ ଛଣକୁ ତିଆରି ରଖିବେ ଯେମିତି ପାଣି ମିଶିଯିବ। ଆଉ ଆପଣଙ୍କୁ ଯଦି ଚିପୁଡ଼ିବେ ହାତକୁ ପାଣି ଲାଗୁଥିବ କିନ୍ତୁ ଝରୁ ନଥିବ। ହାତକୁ ଲାଗୁଛି କିନ୍ତୁ ଝରୁନି। ଏଇଭଳି ଭାବରେ ଆପଣଙ୍କୁ ଛଣରେ ନେବାର ଅଛି। ତ ଏଇଟା ତଳ କରିବା ବେଶୀ ଓଦା ଛଣ ନେବା। ଏଇଭଳି ଭାବରେ ଯଦି କେହି ନାହାନ୍ତି ଏକା ଏଇଭଳି ଭାବରେ ନେବେ। ଚାଲନ୍ତୁ ଯିବା ଭିଡ଼ିଓ ବନେଇବା ଆସନ୍ତୁ। ଏଇଭଳି ଭାବରେ ପତଳା ପତଳା ଛଣ ବିଡ଼ା ଯୋଉରା ତାକୁ ରଖିବେ ଉପରେ ପକାଇବା ପାଇଁ। ମୋଟା ମୋଟା ଏଇଭଳିଆ ସାଇଜ୍ କରି ଦେବାର ଅଛି। କାରଣ ଆମେ ଡବଲ ବେଡ଼ କରୁଛୁ। ଡବଲ ବେଡ଼ ଆପଣଙ୍କୁ 6ଟା ବିଡ଼ା ଦେବାର ଅଛି। ସାଇଜ୍ କରିଦେବେ। ଯେହେତୁ ଏ ମୋଟା ଆମେ ଆକୁ ଅଳ୍ପ ଦେବା, 5ଟା ଦେବା। ଚାହୁଁଛନ୍ତି ଆପଣ ଆପଣ ଟାଇଟ୍ କରିକି ରଖିପାରିବେ। ଟାଇଟ୍ କରିଥିଲେ ଟିକେ ଭଲ। ମଞ୍ଜି ଦେବେ ସବୁ ବିଡ଼ାରେ ଟିକେ ଟିକେ ଦେଇଦେବେ। ଆଷାଢ଼ ମାସ ଅଳ୍ପ ଅଳ୍ପ ମଞ୍ଜି ଦେବେ। 3 ମୁଠା ଯେମିତି ଆପଣଙ୍କୁ ଦେବାର ଅଛି, ବେଶୀ ଦେବେନି। 3 ମୁଠା ହେଇଗଲା। ତାପରେ ଛଣ ଦେବେ। ପତଳା ଛଣ ତାପରେ ଛଣ ଆଣିବେ। ସେଇଭଳି ଭାବରେ ଦେଇଥିଲେ ପୂର୍ବରୁ ପଶ୍ଚିମକୁ ଦେଇଥିଲେ, ପଶ୍ଚିମରୁ ପୂର୍ବକୁ ଦେବା। ସେଇ ଦେଖନ୍ତୁ ପଶ୍ଚିମକୁ ରହିବ। এটা ଟିକେ ସରୁ ବିଡ଼ା ରଖିଦେବା। ଦେଇଦେବେ। ଦେଲା ପରେ ଉପରେ ମଞ୍ଜି ଦେବେ। ମାତ୍ର 2ଟା ଲେୟାର ହେଇଛି ଆପଣଙ୍କର। 2ଟା ଲେୟାର ହେଲା ପରେ ଟିକେ ଅଧିକା ମାତ୍ରାରେ ଦେବେ, କାରଣ ଉପରେ ଟିକେ ମାଇସିଲିୟମ୍ ଗ୍ରୋଥ୍ କରିବାରେ ଟିକେ ଅସୁବିଧା ହୁଏ। ଅଧିକା ମଞ୍ଜି ଦେବେ। ତାପରେ ସେଇଭଳି ଭାବରେ ଆପଣଙ୍କୁ ପୂର୍ବରୁ ପଶ୍ଚିମ ପୁଣି ଦେବାକୁ ପଡ଼ିବ।
ଟୋଟାଲି ଆପଣଙ୍କୁ ଏଠି 3ଟା ଲେୟାର କରିବାର ଅଛି। ଏଇଟା ଆମର 2ଟା ଲେୟାର କମ୍ପ୍ଲିଟ୍ ହେଇଗଲାଣି। ତାହେଲେ 3 ନମ୍ବର ଲେୟାର ପଡ଼ିଛି ଆମର ପତଳା ଅଛି ହେଲା। ଛଅଟା ହେଇଯାଇଛି। ତାପରେ ଲେୟାର ଦବା। ଏଟା ବାଡେଇକି ଟାଇଟ୍ କରିଦେବେ, ଚାପିଦେବେ ଟିକେ ହାତରେ। ଏମିତି ଦେବେ, ଏଥର ପୁରା ଖେଳେଇକି ଦେଇଦେବେ। ଏଥର ପୁରା କରକୁ ଦେବେନି ବେଶୀ। ଏମିତି ଏଟାକୁ ଏଥର ଖେଳେଇବେ, ଦେଖନ୍ତୁ ଉପରେ ଏମିତି ଖେଳେଇଦେବେ, ପକେଇଦେବେ 3 ମୁଠା, ବେଶୀ ଦେବେନି। ତା ଉପରେ ଏମିତି ଗୋଟେ ବିଡ଼ା ଖୋଲିଦେବେ। ଏମିତି ହାତରେ ଚାପି ଦେଲା ପରେ ଏଇଟା ଆମର ପୁରା ଫାଇନାଲ ବେଡ୍ କମ୍ପ୍ଲିଟ୍ ହେଇଗଲାଣି। ତାପରେ ପଲିଥିନ୍ କରିବା। ଆଉ 2ଟା ବେଡ୍ ପକେଇ ଆପଣଙ୍କୁ ଦେଖାଉଛି ପଲିଥିନ୍ କେମିତି ଘୋରେଇବା, ଆଉ ଆର ଯତ୍ନ କେମିତି ନା 7 ଦିନ ଯାଏଁ ନେବା। ଦେଖିବା ଆଗକୁ କ'ଣ ହେଉଛି। ଆର କେୟାର ଯତ୍ନ ସବୁ ଟୋଟାଲି 1 ଡେ, ମାନେ ଆଜି ହେଲା ତାର ଡେ 1। ପ୍ରଥମ ଦିନରୁ 9 ଦିନ ଯାକେ କେମିତି କ'ଣ କେୟାର ନିଆଯାଏ ସବୁ ଆପଣମାନଙ୍କୁ ଦେଖେଇବି। ବନେଇଦେବେ ମୋ ଭିଡ଼ିଓରେ। ଭିଡ଼ିଓ କରନ୍ତୁ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଯେବେ ବି ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ଛତୁ ମସରୁମ୍ ଫାର୍ମିଂ ବିଷୟରେ କିମ୍ବା ଡେଲି ଲାଇଫ୍ ବ୍ଲଗରେ, ତ ଆପଣ ଦେଖିପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ଏଣ୍ଡ କରିବା।